ପରିବା ଗାଡ଼ି ଲୁଟ୍ ପାଇଁ ଚାଳକକୁ ଆକ୍ରମଣ। ଅନୁଗୁଳ ଜିଲ୍ଲା ବରପାଳ ଥାନା ନୂଆହତା ଗ୍ରାମ ନିକଟ ଦେଇ ଯାଇଥିବା 55 ନମ୍ବର ଜାତୀୟ ରାଜପଥରେ ପରିବା ଗାଡ଼ିରୁ ଲୁଟ୍ ଉଦ୍ୟମ କରିଥିବା ବେଳେ ଚାଳକକୁ ଆକ୍ରମଣ। ଘଟଣାସ୍ଥଳରେ ପେଟ୍ରୋଲିଂ ଗାଡ଼ି ପହଞ୍ଚିବାରୁ ଘଟଣାସ୍ଥଳରୁ ଡକାୟତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଛତିଶଗଡ଼ ଅଞ୍ଚଳରୁ ପରିବା ନେଇ କଟକ ଯାଉଥିବା ବେଳେ ନୂଆହତା ଗ୍ରାମ ନିକଟ ଜାତୀୟ ରାଜପଥ ଉପରେ ରାତି 1ଟା ବେଳେ ବାଇକ୍ରେ 3 ଜଣ ବ୍ୟକ୍ତି ଆସି ପରିବା ଗାଡ଼ି ଆଗରେ ହଠାତ୍ ବ୍ରେକ୍ ମାରିବାରୁ ଦୁର୍ଘଟଣା ଘଟିବା ଫଳରେ ପରିବା ଗାଡ଼ି ମଧ୍ୟ ବ୍ରେକ୍ ମାରିଥିଲା, ଯାହାଫଳରେ ବାଇକ୍ରେ ଥିବା 3 ଜଣ ବ୍ୟକ୍ତି ପରିବା ଗାଡ଼ିରେ ଥିବା 3 ଜଣଙ୍କ ମଧ୍ୟରୁ ଜଣକୁ ଭୁଜାଲି ଏବଂ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମ ପ୍ରୀତମ ସେଠ, ଘର ବଲାଙ୍ଗୀର ବୋଲି ଜଣାପଡ଼ିଛି। ଦୁର୍ବୃତ୍ତମାନେ ଆକ୍ରମଣ କରୁଥିବା ବେଳେ ପୋଲିସ ପେଟ୍ରୋଲିଂ ଗାଡ଼ି ପହଞ୍ଚିବାରୁ ଦୁର୍ବୃତ୍ତ 3 ଜଣ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଏହିପରି ଲୁଟ୍ ଘଟଣାକୁ ଅଞ୍ଚଳବାସୀ ଦୃଢ଼ ନିନ୍ଦା କରିଛନ୍ତି।